ସେଇ ସମୟରେ ବାପା ମତେ ଆମ ଗ୍ରାମ ପଞ୍ଚାୟତ ବା ଗାଁର ପାଖ ଏରିଆକୁ ନେଇକିନା ମତେ ଦେଖେଇଥିଲେ, ଯୋଉଠି କି ଆମେ 5 କିଲୋମିଟର ଗଲା ପରେ ବାଇକ୍ ସେଇଠି ରଖିଦେଇଥିଲୁ। କାହିଁକି ନା ଆଗକୁ ବାଇକ୍ ଯାଇପାରିବନି। ଉପରକୁ 700 ରୁ 800 ମିଟର ପାହାଡ ଚଢିକିରି ଗଲା ପରେ ଟ୍ରାଇବାଲ ପକେଟ ମାନେ ସବୁ ରହିଛନ୍ତି, ତାଙ୍କୁ ଆମେ ଦେଖିଥିଲୁ। ଯଦି ସେ ଗାଁର ନାଁ ବି ପଚାରିବେ ମୁଁ କହିପାରିବି ଶିବନାରାୟଣପୁର ଗୋଡା ପଞ୍ଚାୟତର ତମାଙ୍ଗ ଏରିଆ କିମ୍ବା ଶାଗତୋଳା ଏରିଆ, ଏଇ ଏରିଆ ସେଠି ଏଜୁକେସନ ତାଙ୍କ ପାଇଁ ଏକ ସ୍ୱପ୍ନ। ସେମାନେ ପାଠ ପଢିବା ତ ଦୂରର କଥା, ଏଇ ବେସିକ ନେସେସିଟିକୁ ନେଇକିନା ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରନ୍ତି। ତାଙ୍କ ପାଖରେ ରହିବା ପାଇଁ ଠିକ ଘର ନାହିଁ, ଆଲୁଅ ନାହିଁ, ସନ୍ଧ୍ୟା ହେଲେ ଘରେ ରହିଥାନ୍ତି। ତ ଏଇଭଳି ସିଚୁଏସନରେ ସେମାନେ କେମିତି ଭାବି ପାରିବେ କି ମୁଁ ଆଗକୁ ପାଠ ଟିକେ ପଢି ପାରିବି ବା ଆଗରେ ଏକ ଚାକିରି କରିପାରିବି। ଯଦି ଏଇ ସିଚୁଏସନକୁ ଦେଖିବା ତାହେଲେ ମୁଁ ଗୋଟେ କଥା କହିବି, ସମାଜର ସବୁଠୁ ବଡ ଶତ୍ରୁ ହେଉଛି ଅଜ୍ଞାନ। ଆଉ ଏଇ ଅଜ୍ଞାନ ରୂପକ ଅନ୍ଧକାରରୁ ଯଦି ଆମକୁ କିଏ ବାହାରକୁ ଆଣିପାରିବ, ସେ ହେଉଛି କେବଳ ବିଦ୍ୟା, କ୍ୱାଲିଟି ଏଜୁକେସନ।